କୁନି କୁନି ପିଲାମାନେ ଆଜିର ଗପ ଆରମ୍ଭ କରିବା। ତାହେଲେ ମନ ଦେଇକି ଶୁଣ। ଗୋଟେ ଗାଁରେ ଗୋଟେ ଛେଳି ଜଗୁଆଳି ରହୁଥିଲା। ତାର ବହୁତ ଗୁଡ଼ାଏ ଛେଳି ଥିଲେ। ସେ କ'ଣ କରେ ନା ସବୁଦିନ ଛେଳି ସବୁ ନେଇକି ଜଙ୍ଗଲକୁ ଯିବ। ଜଙ୍ଗଲରେ ଚରେଇବ। ଛେଳିମାନେ ଡାଳ ପତ୍ର ଘାସ ସବୁ ଖାଇବେ। ଦିନ ସାରା ବୁଲେଇ ଚରେଇକି ସନ୍ଧ୍ୟା ବେଳକୁ ସିଏ ଘରକୁ ନେଇକି ଆସିବ ପୁଣି। ଏମିତି ହେଇ ହେଇ ତା ଜୀବନ ଚଳେ। ସେ ଛେଳି କ୍ଷୀର ବିକ୍ରି କରେ, ଛେଳି ଲଣ୍ଡି ସବୁ ଖତ ବିକ୍ରି କରେ, ଆଉ ଛେଳିକି ମାରିକି ମାଂସ ଲୋକ ନିଅନ୍ତି, ତାଠୁ କିଣି ନିଅନ୍ତି। ଏମିତି ଭାବରେ ଚଳିଥାଏ। ଥରେ କ'ଣ ହେଇଛି ନା ସେ ଛେଳି ନେଇକି ଜଙ୍ଗଲକୁ ଯାଇଥିଲା। ଜଙ୍ଗଲରେ ଚରଉ ଚରଉ କ'ଣ ହେଇଛି ନା ଗୋଟେ ସିଂହ ଆସିଲା। ସିଂହଟିଏ ଯେତେବେଳେ ଛେଳି ଦେଖିଲା, ସିଂହ ଗର୍ଜନ କରି ମାରି ଆସିଲା ଖାଇବା ପାଇଁ। ତ ଛେଳି ସବୁ ପ୍ରାଣ ବିକଳରେ ଦୌଡ଼ିକି ଚାଲିଲେ। ଇଏ ବି ଯାଇକି ତରବରେ ଗୋଟେ ଗଛ ଉପରେ ଚଢ଼ିଗଲା। ସିଂହ ତାର ଗୋଟିଏ ଖଣ୍ଡ ଛେଳି ମାରିଲା, ମାରିକି ପଳେଇଲା ଖାଇକି। ପଳେଇଲା ପରେ ଇଏ ଗଛରୁ ଓହ୍ଲେଇକି ଡରି ଡରି ସବୁ ଛେଳିମାନଙ୍କୁ ଧରିକି ଓଡ଼େଇ ଘରକୁ ଆଣିଲା। ଗାଁକୁ ଆସିଲା ବେଳକୁ ସନ୍ଧ୍ୟା ହେଇ ଆସିଲାଣି। ସିଏ ତରବରେ ନେଇ ଛେଳି ଗୁହାଳରେ ତାକୁ ବାନ୍ଧି ଦେଇ ସମସ୍ତଙ୍କୁ ରଖିଦେଇ ଗୁହାଳ କହନ୍ତି, ଛେଳି ଗୁହାଳରେ ରଖିକି ଯାଇକି ଶୋଇପଡ଼ିଲା। ତା ପରଦିନ ସକାଳୁ ସକାଳୁ ଯେତେବେଳେ ସେ ଛେଳି ଦୁହିଁବ, କ୍ଷୀର ବାହାର କରିବ କହିକି ଗଲା ଗୁହାଳକୁ, ଦେଖିଲା ବେଳକୁ କ'ଣ ହେଇଛି ନା ସେ ସବୁ ଛେଳିମାନଙ୍କ ସହିତ ଛୋଟ ଛୁଆ ଛେଳି ବି ଥିଲେ। ସେ ଛୋଟ ଛେଳି ଛୁଆ ସହିତ ଗୋଟେ ଛୋଟ କୁନି ସିଂହ ଛୁଆଟେ ବି ରହିଯାଇଛି। ସେ ସିଂହ ଛୁଆଟି ବୋଧେ ଗଲା କାଲି ଯୋଉ ସିଂହ ଆଟାକ୍ କରିଥିଲା ସେଇ ସିଂହର ହେଇଥିବ। ଇଏ ଛେଳି ଦୌଡ଼ା ଦୌଡ଼ି ଭିତରେ ସିଏ ବି ଆଙ୍କ ସହିତ ଦୌଡ଼ିକି ପଳେଇ ଆସିଛି। ଇଏ ଯେତେବେଳେ ଦେଖିଲା ଏତେ ଛୋଟ ଛୁଆଟା, ତାକୁ କ'ଣ କରିବ ସେ ଆଉ ଜାଣିପାରିଲାନି। ସେ କହିଲା ହଉ ଅଛି ତ ଥାଉ, ଗଲା। ସେ ଛେଳି ଯେତେବେଳେ ସେ ଚରେଇବାକୁ ନେବ, ତା ସାଙ୍ଗରେ ସେ ସିଂହ ଛୁଆଟି ବି ଯିବ। ତ ଆସ୍ତେ ଆସ୍ତେ ସିଂହ ଛୁଆଟା ଟିକେ ବଡ଼ ହେଲା ପରେ ସିଂହ ଛୁଆକୁ ଦେଖି ଅଲଗା ଗଧିଆ, ବିଲୁଆ, ହେଟା ଏମାନେ ବି ଆଉ ଛେଳିକି ଆକ୍ରମଣ କରିବାକୁ ଆସିବେନି। ୟାକୁ ବଡ଼ ସୁବିଧା ହେଲା। ଇଏ କହିଲା ଭଲ ହେଇଛି ସିଂହ ଛୁଆଟି ମୋ ପାଖରେ ଅଛି। ଯେହେତୁ ପିଲାଦିନରୁ ସେ ସିଂହ ଛୁଆଟି ଏମାନଙ୍କ ସହିତ ଅଛି, ସେ ସିଂହ ଛୁଆ ବି କୋଉ ଛେଳିମାନଙ୍କୁ ଆଟାକ୍ କରେନି, ମାରେନି, କିଛି ନାହିଁ, ସାଙ୍ଗସାଥି ହେଇକି ଚଳେ। ବେଳେବେଳେ ସିଂହ ଛୁଆଟି ଘାସ ବି ଖାଏ, ସବୁ କରେ। ଯେମିତି ଛେଳିମାନେ ଚଳନ୍ତି ସେମିତି ଚଳେ। କିଛି ଦିନ ପଳେଇଲା ଏମିତି ଯାଉ କ'ଣ ହେଇଛି, ଆସ୍ତେ ଆସ୍ତେ ସିଂହ ଛୁଆଟି ଯେତେବେଳେ ବଡ଼ ହେଲା, ତାର ଚେହେରା ସବୁ ସିଂହ ଆକୃତିର ହେଇଗଲା। ଯେମିତି ସିଂହର ମୁଣ୍ଡରେ ସବୁ ଚୁଟି ବାହାରିଥାଏ, ସବୁ ସେମିତି ବାହାରିଲା। ନଖ ପଞ୍ଝା ସବୁ ବଡ଼ ବଡ଼ ହେଲା। ସିଏ ଦେଖିକି ଛେଳିମାନଙ୍କୁ ପଚାରେ ଯେ ଆରେ ତମର ତ କାହିଁ ଏମିତି ହଉନି, ମୋର କାହିଁ ଏମିତି ଏଡ଼େ ଏଡ଼େ ନଖ ଅଛି, ମୋର କ'ଣ ଏତେ ସବୁ ହେଲାଣି। ଛେଳିମାନେ ବିଚାରା କ'ଣ କରିବେ, ମେ ହେଇକି ଡରି ଯାଆନ୍ତି ବେଳେବେଳେ ସିଂହକୁ ଦେଖିକି ପାଖରେ, କିନ୍ତୁ ସେ ତ କିଛି କରେନି, ତେଣୁ ସିଏ ବି ଆଡ଼ଜଷ୍ଟ ହେଇ ରହିଯାଆନ୍ତି। ଏମିତି ବହୁତ ଦିନ ଚାଲିଗଲା। ଯେତେବେଳେ ସିଂହଟା ଟିକେ ୟଙ୍ଗ ହେଇଗଲା, ଭେଣ୍ଡିଆ ବୟସ ହେଲା, ସେତେବେଳେ ବି ଛେଳିମାନଙ୍କ ସହିତ ସିଏ ଜଙ୍ଗଲକୁ ଯିବ, ଚରି ବୁଲିକି ଆସିବ। ଥରେ ପୁଣି କ'ଣ ହେଇଛି ନା ଦିନେ ସବୁ ଛେଳିକୁ ନେଇକି ଛେଳି ଜଗୁଆଳ ଜଙ୍ଗଲ ଭିତରେ ବୁଲେଇ ଆଣୁଛି। ଏଇ ସମୟରେ ସତକୁ ସତ ଆଉ ଗୋଟେ ସିଂହ ଗର୍ଜନ କରିକି ଦୌଡ଼ି ଆସିଲା ଛେଳି ଖାଇବ ବୋଲି। ଛେଳି ସବୁ ଯିଏ ଯୁଆଡ଼େ ଦୌଡ଼ିଲେ ସେ ସିଂହ ଲକ୍ଷ୍ୟ କଲା ଯେ ସେ ଛେଳି ଗୋଠ ଭିତରେ ଗୋଟେ ସିଂହଟେ ବି ଦୌଡ଼ୁଛି। ସେ ସିଂହକୁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା। କହିଲା ଆରେ ସିଂହ ଜାତିର ପ୍ରକୃତି ହେଉଛି, ଆଉ କେଉଁ ସିଂହ ଯଦି ଗର୍ଜନ କଲା କହିଲେ ସିଏ ବି ଗର୍ଜନ କରିକି ତାକୁ ମାଡ଼ି ଆସିବେ, ଆଟାକ୍ କରିବାକୁ ଚେଷ୍ଟା କରିବେ। ଏଇ ସିଂହଟା କ'ଣ ଛେଳିମାନଙ୍କ ଭିତରେ ଥାଇକି ଦୌଡ଼ୁଛି କହିକି ସିଏ ଗୋଡ଼େଇ ଆଉ ଛେଳିମାନଙ୍କୁ କାହାକୁ ମାରିଲାନି। ଦୌଡ଼ି ଯାଇ ସେ ସିଂହଟାକୁ ମାଡ଼ି ବସିଲା। ଯୋଉଟା ଛେଳି ଗୁହାଳ ଭିତରେ ଥିଲା, ସେ ବଡ଼ ହେଇଥିଲା, ସେଇ ସିଂହଟାକୁ ମାଡ଼ି ବସିଲେ ସେ ସିଂହ ଖାଲି ଚିତ୍କାର କରୁଛି, ନାଇଁ ମତେ ଛାଡ଼ିଦିଅ, ଏମିତି ପାଟି କରୁଛି। ପାଟି କଲେ ଏଇ ଯୋଉ ଜଙ୍ଗଲର ସିଂହ ତାକୁ କହିଲା ହେ ତୁ କିଛି ପାଟି କରନି, ତୁ କିଛି ଜାଣିନି, ତୁ ଆସ ମୋ ସହିତ କହିକି ତାକୁ ଭିଡ଼ି ନେଲା ଜଙ୍ଗଲର ଗୋଟେ କଡ଼କୁ।
ଗୋଟେ କଣକୁ ନେଲେ, ଇଏ କାହିଁକି ମତେ ଭିଡୁଛି କହି ଇଏ ବହୁତ ଚେଷ୍ଟା କରୁଛି ମୁକୁଳିକି ପଳେଇବା ପାଇଁ, ସିଏ ଛାଡୁନି। ଆଉ ବେକକୁ ଧରି ଭିଡି 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 ନେଇକି ଗୋଟେ ଜଙ୍ଗଲର ଗୋଟେ କଣେ ଗୋଟେ ବଡ ପୋଖରୀ ଥିଲା, ସେ ପୋଖରୀ କୂଳକୁ ନେଲା, ନେଇକି ଠିଆ କରାଇଲା। ଠିଆ କଲେ ସିଏ କାନ୍ଦୁଣୁ ମାନ୍ଦୁଣୁ ହେଇକି ଛାଡିଦେ କହୁଛି। ଇଏ କହିଲା, ଆରେ ତୁ ଡରନି, ତୁ ମୂର୍ଖ, ଟିକେ ଦେଖେ ତଳକୁ, ପୋଖରୀ ପାଣିକି ଦେଖେ। ଇଏ ଚାହିଁଲା ତଳକୁ, ଦେଖିଲା ସେ ସିଂହ ଠିଆ ହେଇଛି, ଇଏ ବି ଠିଆ ହେଇଛି। ପୋଖରୀକି ଚାହିଁକି ଦେଖିଲା, କହିଲା ଦେଖେ ତୋ ଆଉ ମୋ ଭିତରେ କଣ ଫରକ? ଇଏ ଦେଖିକି କହିଲା, ନା ତ, ତମର ବି ଚୁଟି ସବୁ ଉଠିଛି, ମୋର ବି ଚୁଟି, ତମର ବି ଅଛି ଏମିତିଆ ନଖ ପଞ୍ଝା, ମୋର ବି ଅଛି। ନା ଜାଣିପାରୁଛୁ ତ, ତୋର ଯୋଉ ସାଙ୍ଗମାନଙ୍କ ସହିତ ଛେଳି ମାନଙ୍କ ସହିତ ବୁଲୁଛୁ, ସେଇମାନଙ୍କର କଣ ସବୁ ଅଛି? ସେ କହିଲା, ନା, ସେଗୁଡା ଖୁରା ଅଛି, ମେ ମେ ହଉଛନ୍ତି, ଛୋଟିଆ ସିଂହ ଗୋଟେ ଗୋଟେ ଅଛି। ନା ରେ ମୂର୍ଖ, ତୁ ବି ହଉଛୁ ଗୋଟେ ସିଂହ ଛୁଆ। ତୁ କଣ ଛେଳି ମାନଙ୍କ ସହିତ ବସିକି ମେ ମେ ହେଇକି ଧାଇଁ ପଳଉଛୁ ଡରି ମରିକି? ନା ନା ନା, ମୁଁ କେମିତି ସିଂହ ହେଇପାରିବି? ନା ତୁ ଚେଷ୍ଟା କର, ମୋ ଭଳିଆ ଗର୍ଜନ କର। କହିକି ତାକୁ ଗର୍ଜନ ପାଇଁ ଉସ୍କେଇଲା। ସିଏ ବି ଆହୁଳିଆ ଟିକେ ଗଁ ଗଁ ହେଲା। ସିଏ ଦେଖିଲା ନିଜ ଛାଇଟା ଦେଖିଲା ପୋଖରୀରେ, ସିଏ ଯେମିତି ଗର୍ଜନ କରେ ଇଏ ବି ସେମିତି ଗର୍ଜନ କରିବାକୁ ଚେଷ୍ଟା ଯେମିତି କଲା, ସାଙ୍ଗେ ସାଙ୍ଗେ ତା ବେକ ଚାରିପଟେ, ମୁଣ୍ଡ ଚାରିପଟେ ଯେତେ ସବୁ ଚୁଟି ଥାଏ, ସିଂହ ଗର୍ଜନ କଲା ଯେମିତି ଠିଆ ଠିଆ ହେଇଯାଏ, ତାର ବି ସେମିତି ଠିଆ ହେଇଗଲା। ତାର ବି ଆଖି ପାଖି ନାଲି ହେଇଗଲା। ସେ ଆହୁରି ତାକୁ ମଜା ଲାଗିଲା, ସେ ଆହୁରି ଜୋରରେ ଗର୍ଜନ କଲା। ପୁରା ଜଙ୍ଗଲ କମ୍ପି ଆସିଲା ଏଇଭଳିଆ ଗର୍ଜନରେ। ଇଏ ଜଙ୍ଗଲ ସିଂହ କହିଲେ, ଦେଖିଲୁ ତ, ତୁ ନିଜ ଶକ୍ତିକୁ ଚିହ୍ନେ, ନିଜ ଏରିଆକୁ ଯା, ତୁ ଏଇ ଛୋଟ ଛୋଟ ଛେଳି ମାନଙ୍କ ସହିତ ବୁଲିକି ମେ ମେ ହଉଛୁ। ସିଏ କହିଲା, ଠିକ କହିଛ ମତେ, ଆଉ ମୁଁ ତ ନିଜେ ସିଂହ ଛୁଆ, ମୁଁ କାହିଁ ଛେଳି ମାନଙ୍କ ସହିତ ବୁଲିବି? କହିକି ଗର୍ଜନ କରିକି ନିଜେ ଜଙ୍ଗଲ ଭିତରକୁ ଚାଲିଗଲା। ସେଇଥିରୁ ପିଲାମାନେ ଆମେ କଣ ଶିଖିଲେ? ମୋ ଗପଟି ତ ଏଠି ସରିଲା, କିନ୍ତୁ ତୁମେମାନେ କଣ ଶିଖିଲ? ଯେ ନିଜର ଶକ୍ତିକୁ ଚିହ୍ନ, ନିଜର ବଳକୁ ଚିହ୍ନ, ଚିହ୍ନିକି ସେଇ ଅନୁସାରେ କାମ କଲେ ଆମେ ଫଳ ପାଇବା। ନିଜକୁ ନ ଚିହ୍ନିକି ଆମେ ଯଦି ସବୁବେଳେ ଛେଳି ଭଳିଆ ମେ ମେ ହବା, ତାହେଲେ ଆମେ ସବୁବେଳେ ସେଇ ତଳେ ତଳେ ହିଁ ରହିଥିବା। ହେଇଗଲା ପିଲାମାନେ, ଆଜି ପାଇଁ ତାହେଲେ ଏତିକି ହଉ। ବାଏ।